ସମସ୍ତଙ୍କୁ ନମସ୍କାର ସୁସ୍ୱାଗତମ ଆଜିର ଦିବ୍ୟ ସଂଯୋଗ କ୍ଲାସକୁ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ସମସ୍ତେ ମୋତେ ଠିକ ଭାବରେ ଶୁଣିପାରୁଛନ୍ତି। ୟେସ୍, ଚାଲନ୍ତୁ ଆଜି ଦିବ୍ୟ ସଂଯୋଗ କ୍ଲାସର ଆଲୋଚନାକୁ ଆଗକୁ ନେବା। ମୋଟାମୋଟି ଭାବରେ ଆମେ ଦିବ୍ୟ ସଂଯୋଗ କ୍ଲାସର ପ୍ରାୟ ପଞ୍ଚଦଶ ଅଧ୍ୟାୟରେ ପହଞ୍ଚି ଯାଇଛନ୍ତି। ତେଣୁ ଆଜି ଆମେ ଆଲୋଚନା କରିବା ସବୁଦିନ ପରି ଯେମିତି କରୁଛନ୍ତି କି ସପ୍ତ ଚିରଞ୍ଜୀବୀ ବିଷୟରେ ଆମେ ଆମର କଥୋପକଥନ ରଖିଛନ୍ତି। ଆଜି ସେମିତି ସପ୍ତ ଚିରଞ୍ଜୀବୀ ର ଅନ୍ୟ ଅନ୍ୟତମ ଚରିତ୍ର ଯିଏ ହେଉଛନ୍ତି କୃପାଚାର୍ଯ୍ୟ, ସେଇ କୃପାଚାର୍ଯ୍ୟଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା ଏବଂ ଏହାର ପରବର୍ତ୍ତୀ ଅଧ୍ୟାୟରେ ପୁଣି ଆପଣଙ୍କର ଆଲୋଚନା ର ବଦଳିଯିବ, ତାର ଦିଗ ବଦଳିଯିବ। ସେ ଦିଗ ବିଷୟରେ ଆମେ ସମସ୍ତେ ଯିବା। ଆପଣମାନେ ସମସ୍ତେ ଠିକ ଭାବରେ ଶୁଣିପାରୁଛନ୍ତି? ଭିଡ଼ିଓ ଅନ୍ କରିକି ଏକଦମ ଆରାମରେ ସମସ୍ତେ ଶୁଣନ୍ତୁ। ବହୁତ ବଢ଼ିଆ। ଆଜି ଆମେ ଆଲୋଚନା କରିବା କୃପାଚାର୍ଯ୍ୟଙ୍କ ବିଷୟରେ। ଓକେ, ତେଣୁ ସର୍ବପ୍ରଥମେ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆଖି ବନ୍ଦ କରିଦିଅନ୍ତୁ, ଟିକେ ସମସ୍ତେ ନମସ୍କାର ମୁଦ୍ରାରେ ରହିଯାଆନ୍ତୁ। ପରମ ପିତା ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ। ଯେଉଁ ବି ଶକ୍ତିଙ୍କୁ ଆପଣମାନେ ବିଶ୍ୱାସ କରନ୍ତି ତାଙ୍କୁ ସ୍ମରଣ କରନ୍ତୁ। ମାତା ପିତାଙ୍କୁ ସ୍ମରଣ କରନ୍ତୁ। ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ, ମାର୍ଗଦର୍ଶକ, ଶୁଭଚିନ୍ତକ, ପିତୃପୁରୁଷଗଣ, ମହାପୁରୁଷଗଣ, ଋଷି ମଣ୍ଡଳୀ ସମସ୍ତଙ୍କୁ ସ୍ମରଣ କରନ୍ତୁ, ପ୍ରାର୍ଥନା କରନ୍ତୁ। ଜଳ, ଅଗ୍ନି, ବାୟୁ, ପୃଥିବୀ ଏବଂ ଆକାଶକୁ ସ୍ମରଣ କରନ୍ତୁ, ପ୍ରାର୍ଥନା କରନ୍ତୁ। ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ସକାରାତ୍ମକ ଶକ୍ତି ତଥା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ପବିତ୍ର ଆତ୍ମାଗଣଙ୍କୁ ସ୍ମରଣ କରନ୍ତୁ, ପ୍ରାର୍ଥନା କରିନିଅନ୍ତୁ। ସମସ୍ତେ ପ୍ରାର୍ଥନା କରିନିଅନ୍ତୁ। ଆମେ ଏହି କାର୍ଯ୍ୟକ୍ରମକୁ ବର୍ତ୍ତମାନ ଆଗକୁ ନେବା। ହାତକୁ ଖସି ଦିଅନ୍ତୁ, ଆଖିରେ ସ୍ପର୍ଶ କରନ୍ତୁ। ସମସ୍ତ ଶକ୍ତି ବୁଦ୍ଧଙ୍କୁ ପ୍ରଣାମ ସହିତ ଦୁଇ ବାହୁ ମେଲେ ୟୁନିଭର୍ସକୁ ଗ୍ରାଟିଚ୍ୟୁଡ ଦିଅନ୍ତୁ। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ସମସ୍ତ ପବିତ୍ର ଆତ୍ମାମାନଙ୍କୁ ନମସ୍କାର, ସୁସ୍ୱାଗତମ। ଚାଲନ୍ତୁ ଆମେ ଯିବା କୃପାଚାର୍ଯ୍ୟଙ୍କ ବିଷୟରେ। ଯେତେବେଳେ ସପ୍ତ ଚିରଞ୍ଜୀବୀଙ୍କ ବିଷୟରେ ଆମେ ଆଲୋଚନା କରୁଛନ୍ତି, ତେବେ କୋଉଠି ନା କୋଉଠି ଆମେ ଜାଣିବା ପାଇଁ ଚାହୁଁଛନ୍ତି କେହି ଅଭିଶାପ ବଳରେ ଚିରଞ୍ଜୀବୀ ହେଉଛନ୍ତି ତ କିଏ ଆଶୀର୍ବାଦ ବଳରେ ହେଉଛନ୍ତି। ତେବେ ଆମେ ଏଭଳି ଏକ ଚରିତ୍ରଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛନ୍ତି, ଯୋଉ ଚରିତ୍ରଟି ହେଉଛି ଅନ୍ତର ଭିତରେ ଏକ ନିରପେକ୍ଷ ଚରିତ୍ର ଏବଂ ସେଇ ଚରିତ୍ରର ଅନ୍ୟ ନାଁ କୁହାଯାଏ ରହସ୍ୟମୟ ଚରିତ୍ର ବୋଲି ତାକୁ ସମସ୍ତେ କହନ୍ତି। ତାଙ୍କୁ ରହସ୍ୟମୟ, ତାଙ୍କ ବିଷୟରେ ଅନେକ ଲୋକ ଅନେକ କଥା ଜାଣିନାହାନ୍ତି। ଆମେ ମଧ୍ୟ ବେଶୀ କଥା ତାଙ୍କ ବିଷୟରେ ଜାଣିନାହୁଁ। ଯେତିକି ଜ୍ଞାନ ଅଛି, ଯେତିକି ଜାଣିଛୁ ତା ବିଷୟରେ ଆଜି ଆମେ ଆଲୋଚନା କରିବା। ତେବେ ସେ ହେଉଛନ୍ତି କୃପାଚାର୍ଯ୍ୟ। କୃପାଚାର୍ଯ୍ୟଙ୍କ ଜୀବନ ବୃତ୍ତାନ୍ତ କଥା ଯେତେବେଳେ ଆମେ ଆଲୋଚନା କରନ୍ତି, ଆପଣମାନେ ଜାଣିଛନ୍ତି ଗୌତମ ଋଷି, ଗୌତମ ଋଷିଙ୍କ ପୁତ୍ର ଥିଲେ ଶରଦ୍ୱାନ ଏବଂ ଶରଦ୍ୱାନ ଋଷି ତାଙ୍କ ତପସ୍ୟା ବଳରେ ସମସ୍ତ ଦେବତା ମାନଙ୍କୁ ବଶୀଭୂତ କରିପାରୁଥିଲେ ଏବଂ ଅନେକ ଅସ୍ତ୍ର ଶସ୍ତ୍ର, ସବୁ ବିଦ୍ୟା, ଦିବ୍ୟ ଅସ୍ତ୍ର ମାନଙ୍କ ସହିତ ସମସ୍ତ ବିଦ୍ୟାକୁ ସେ ଆୟତ୍ତ କରିପାରୁଥିଲେ। ସମସ୍ତ ବିଦ୍ୟା ଆୟତ୍ତ କରି ଯେତେବେଳେ ଗୋଟେ ପରେ ଗୋଟେ ଘୋର ତପସ୍ୟାରେ ନିମଗ୍ନ ରହୁଥିଲେ ଋଷି ଶରଦ୍ୱାନ, ସେଇ ଶରଦ୍ୱାନ ଋଷିଙ୍କର ଘୋର ତପସ୍ୟାରେ ଇନ୍ଦ୍ର ବିଚଳିତ ହେଇ ପଡୁଥିଲେ। ଇନ୍ଦ୍ର ଜାଣିଛନ୍ତି ଆପଣମାନେ, ତାଙ୍କ ଇନ୍ଦ୍ର ପଦ କାଳେ କିଏ ଲୁଟି ନେବ, କାଳେ କିଏ ଛଡ଼େଇ ନେବ ବୋଲି ଇନ୍ଦ୍ର ତ ବହୁତ ଚିନ୍ତା କରନ୍ତି। ତେଣୁ ଶରଦ୍ୱାନ ଋଷିଙ୍କର ଘୋର ତପସ୍ୟାରେ ବିଚଳିତ ହେଇଯାଉଥିଲେ ଇନ୍ଦ୍ର, ଯେ କାଳେ ତାଙ୍କର ଇନ୍ଦ୍ର ପଦଟି ମଧ୍ୟ ଶରଦ୍ୱାନ ଛଡ଼େଇ ନେଇ ପାରନ୍ତେ, କାରଣ ସେ ଗୋଟେ ପରେ ଗୋଟେ ଆଶୀର୍ବାଦ ଭଗବାନଙ୍କ ପାଖରୁ ନଉଛନ୍ତି ଏବଂ ନିଜକୁ ବଳଶାଳୀ କରୁଛନ୍ତି। ଓକେ, ତେଣୁ ଏହା ଭାବିକି ଇନ୍ଦ୍ର କଣ କଲେ ନା, ଇନ୍ଦ୍ରଙ୍କ ପାଖରେ ତ ଅନେକ ଗୋଟାଏ ଅପ୍ସରା ଅଛନ୍ତି, ବହୁତ ଅପ୍ସରା ଅଛନ୍ତି, ଗାନ୍ଧର୍ବୀ ଅଛନ୍ତି। ଜଣେ ଅପ୍ସରାଙ୍କୁ ସେ ପଠେଇଲେ ଶରଦ୍ୱାନ ଋଷିଙ୍କ ପାଖକୁ। ସେ ହେଲେ ଜାନପତି। ସେ ଅପ୍ସରାଙ୍କ ନାଁ ହେଲା ଜାନପତି। ଜାନପତି ଅପ୍ସରାଙ୍କୁ ପଠେଇଲେ ଯେ ହେ ଜାନପତି, ତମେ ଯାଅ, କୌଣସି ପ୍ରକାରେ ବି ତମେ ଶରଦ୍ୱାନ ଋଷିଙ୍କର ତପସ୍ୟାକୁ ତମେ ଭଙ୍ଗ କରିବ।
କାଳେ କାଳେ ପୁରାଣ କଳ୍ପରେ ଆଧ୍ୟାତ୍ମିକ ଜଗତରେ ଏବଂ ପ୍ରତ୍ୟେକ ଯୁଗରେ ସତ୍ୟ ତ୍ରିତ ଦ୍ୱାପର କଳି ପ୍ରତ୍ୟେକ ଯୁଗରେ ପ୍ରେମକୁ ସର୍ବାଗ୍ରେ ନିଆଯାଇଛି। ସର୍ବାଗ୍ରେ ତ ତାର ଯୋଉ ଇମୋସନ ବି ରହିଛି, ତାର ଯୋଉ ଶକ୍ତି ରହିଛି, ତା ମଧ୍ୟ ସବୁଠୁ ଶକ୍ତିଶାଳୀ ଏବଂ ପ୍ରଖର ହେଇଥାଏ। ଯୋଉ ଗୁଣ ପାଇଁ, ଯୋଉ ବିଶେଷ ଗୁଣ ପାଇଁ ଅନେକ ଜାଗାରେ ଅନେକ ବଡ ବଡ ଋଷି ମହର୍ଷି ମାନେ ମଧ୍ୟ ତପସ୍ୱୀ ମାନେ ମଧ୍ୟ ବିଚଳିତ ହେଇଛନ୍ତି। ଏହାର ଅନେକ ନିଦର୍ଶନ ଆମେ ପୁରାଣ କଳ୍ପରେ ପାଆନ୍ତି। ଠିକ ସେଇଭଳି ଜାନପତି ଯେତେବେଳେ ସ୍ୱର୍ଗରୁ ଆସନ୍ତି ଇନ୍ଦ୍ରଙ୍କ ପରାମର୍ଶ କ୍ରମେ, ସେ ଋଷି ଶରଦ୍ୱାନଙ୍କ ବିଚଳିତ କରନ୍ତି। ଶରଦ୍ୱାନଙ୍କ ପାଖାପାଖି ରହନ୍ତି, ନୃତ୍ୟ କରନ୍ତି, ତାଙ୍କର ଅଙ୍ଗ ପ୍ରଦର୍ଶନ କରନ୍ତି, ତାଙ୍କ ସମ୍ମୁଖରେ କେମିତି ନିଜକୁ ପ୍ରଦର୍ଶିତ କରିବେ ସେଇ କାମ କରନ୍ତି। ଏମିତି କରିକି ଥରେ ଅସ୍ତ୍ର ଶିକ୍ଷା ଅସ୍ତ୍ର ଶିକ୍ଷା କରୁଥିଲେ ଶରଦ୍ୱାନ, ଏବଂ ଯେତେବେଳେ ବହୁତ ଦୂରରୁ ଦେଖିଦେଲେ ଏ ଜାନପତି ଅପ୍ସରାଙ୍କୁ ଦେଖିଦେଇଛନ୍ତି, ତାଙ୍କ ଅସ୍ତ୍ର ହାତରୁ ଖସି ପଡ଼ିଛି। ଅସ୍ତ୍ର ବି ହାତରୁ ଖସି ପଡ଼ିଛି। ଏମିତି ସେ ଯୋଉ ତପସ୍ୟାରେ ନିମଗ୍ନ ଥିଲେ, ସେ ତପସ୍ୟା ଭଙ୍ଗ ହେଇଛି। ଆ ଜାନପତି ଅପ୍ସରାଙ୍କ ସହିତ ଅପ୍ସରାଙ୍କୁ ଯେତେବେଳେ ତାଙ୍କ ଦୁର୍ବଳତା ଆସିଯାଇଛି, ଶୁକ୍ରପାତ ହେଇଯାଇଛି। ଏବଂ ଶୁକ୍ରପାତ ହେଲା ପରେ ସେ କଣ କରିଛନ୍ତି, ଅପ୍ସରା ଯେତେବେଳେ ତାଙ୍କୁ ଶୁକ୍ରପାତ କରିଦେଇଛି ଅର୍ଥାତ୍ ତପସ୍ୟାର ବିଚଳିତ କରି ତପସ୍ୟା ଭଙ୍ଗ କରିଦେଇ ସାରିଛନ୍ତି, ସେତେବେଳେ ଜାନପତି ପୁଣି ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏବଂ ସେଇ ଯୋଉ ଶୁକ୍ରପାତ ହେଲା ସେଇଠି ଗୋଟେ ଜୀବନ ଜାତ ହେଇଯାଇଛି, ଯାହାକୁ କି ଶରଦ୍ୱାନ ଏକ ଜଙ୍ଗଲରେ ଲୁଚେଇ ଦେଇଛନ୍ତି। ଏବଂ ସେଇ ଯୋଉ ମାଂସ ପିଣ୍ଡୁଳାଟା ଦୁଇ ଭାଗରେ ବିଭକ୍ତ ହେଇଯାଇଛି। ଦୁଇଟି ସୁନ୍ଦର ଅନନ୍ୟ ସୁନ୍ଦର ଶିଶୁ ହେଇଯାଇଛନ୍ତି ସେମାନେ। ସୁନ୍ଦର ଶିଶୁ। ଏକଦା ହସ୍ତିନାପୁରର ସମ୍ରାଟ ଶାନ୍ତନୁ, ଆପଣ ସମସ୍ତେ ଜାଣିଛନ୍ତି, ଶାନ୍ତନୁ ବହୁତ ଥର ତାଙ୍କର ଭ୍ରମଣରେ ଯାଆନ୍ତି, ଶିକାର କରିବାରେ ଯାଆନ୍ତି ଜଙ୍ଗଲକୁ। ଏବଂ ସେ ଏମିତି ଏଇ ଜଙ୍ଗଲରେ ଶିକାର କରିବା ଉଦ୍ଦେଶ୍ୟରେ ଭ୍ରମଣ କରୁ କରୁ ସେଇ ଦୁଇଟି ଦିବ୍ୟ ଶକ୍ତି ସମ୍ପନ୍ନ ଶିଶୁଙ୍କୁ ଦର୍ଶନ କରିଛନ୍ତି, ଦେଖିଛନ୍ତି। ଏବଂ ଶାନ୍ତନୁ ଦେଖି ସାରିଲା ପରେ ଉଭୟ ଛୁଆକୁ ନେଇ ଆସିଛନ୍ତି, ଶିଶୁ ଶାବକ ଦୁଇଟାଙ୍କୁ। ଗୋଟେ ଝିଅ ଗୋଟେ ପୁଅ, ଗୋଟେ ପୁଅ ଗୋଟେ ଝିଅ ଥିଲେ। ଏବଂ ସେମାନେ ଯଥାକ୍ରମେ କୃପା ଏବଂ କୃପି। ସେମାନେ ଯଥାକ୍ରମେ କୃପା ଏବଂ କୃପି। କୃପା ହେଉଛନ୍ତି କୃପାଚାର୍ଯ୍ୟ ଏବଂ କୃପି ହେଉଛନ୍ତି କୃପାଚାର୍ଯ୍ୟଙ୍କ ଭଉଣୀ। ତାଙ୍କ ବିଷୟରେ ମଧ୍ୟ ଆପଣମାନେ ଜାଣିଛନ୍ତି। ଉଭୟଙ୍କୁ ଆଣିକି ହସ୍ତିନାପୁରରେ ରଖିଲେ ରାଜା ଶାନ୍ତନୁ। ଧୀରେ ଧୀରେ କୃପାଚାର୍ଯ୍ୟ ବଡ଼ ହେଲେ, କୃପି ବଡ଼ ହେଲେ। ଏବଂ ଆପଣମାନେ ଜାଣିଛନ୍ତି ହସ୍ତିନାପୁରର ଯିଏ କୂଳଗୁରୁ ପ୍ରଥମେ ଥିଲେ ବୃହସ୍ପତି ଥିଲେ। ବୃହସ୍ପତିଙ୍କୁ ସେଥିପାଇଁ ଗୁରୁ ଶ୍ରେଷ୍ଠ ଭାବରେ ଆମେ ନିଅନ୍ତି, ଗୁରୁ ଭାବରେ ନିଅନ୍ତି ବୃହସ୍ପତି ଗୁରୁଦେବ। ଓକେ, କାରଣ ବୃହସ୍ପତି ବାରକୁ ମଧ୍ୟ ଗୁରୁବାରକୁ ଆମେ ଯେକୌଣସି ପ୍ରକାର ଶିକ୍ଷା ଗ୍ରହଣ କରନ୍ତି, ଆମେ ବୃହସ୍ପତି ବାରରେ କରିଥାନ୍ତି। ରାଇଟ୍। ତେବେ ଏଇ ବୃହସ୍ପତି କଣ କଲେ ନା, ଧୀରେ ଧୀରେ ବୃହସ୍ପତି ଯେତେବେଳେ ତାଙ୍କ କୂଳଗୁରୁ ଥିଲେ ଏବଂ ବୃହସ୍ପତିଙ୍କୁ ସେଠି ପଳେଇବାର ସମୟ ଆସିଲା, ଅବକାଶ ଆସିଲା, ସେ ସେତେବେଳେ ହସ୍ତିନାପୁରରେ ସେତେବେଳେ ଭୀଷ୍ମ ସମ୍ଭାଳୁଥିଲେ ହସ୍ତିନାପୁରକୁ। କୌଣସି ରାଜା ଆସିନଥିଲେ ଏବଂ ଭୀଷ୍ମ ସମଗ୍ର ହସ୍ତିନାପୁରର ସିଂହାସନର ଦାୟିତ୍ୱ ନେଇଥିଲେ। ରାଜା ତ ନଥିଲେ କିନ୍ତୁ ଦାୟିତ୍ୱ ନେଉଥିଲେ, ଗୋଟେ ସୁନ୍ଦର ରାଜାର ଅନ୍ୱେଷଣରେ ଥିଲେ। ଏଇ ପର୍ଯ୍ୟାୟ ଭିତରେ, ଏଇ ସମୟ ଭିତରେ କଣ କଲେ, ତା ପିଲାଦିନରୁ ଟିକେ ଯଦି ଆମେ ଆଗକୁ ବଢିବା, ତା ପିଲା ଦିନରୁ ଯେତେବେଳେ କୌରବ ମାନେ ଏବଂ ପାଣ୍ଡବ ମାନେ ବି ପରବର୍ତ୍ତୀ ସମୟରେ ଜନ୍ମ ହେଲେ, ଜନ୍ମ ହେଇକରି ଛୋଟ ଛୋଟ ଛୁଆ ହେଇକି ଶିକ୍ଷା ଗ୍ରହଣ କଲେ, ସେମାନଙ୍କୁ ଦ୍ରୋଣାଚାର୍ଯ୍ୟଙ୍କ ଆସିବା ପୂର୍ବରୁ କୃପାଚାର୍ଯ୍ୟ ହିଁ ତାଙ୍କୁ ସମସ୍ତ ଅସ୍ତ୍ରଶସ୍ତ୍ର ଶିକ୍ଷା ଦେଇଥିଲେ। ଓକେ। ଏବଂ ଅସ୍ତ୍ରଶସ୍ତ୍ର ଶିକ୍ଷା ଦେଇକି କୃପାଚାର୍ଯ୍ୟଙ୍କୁ ବୃହସ୍ପତିଙ୍କ ପରେ ପରେ ବୃହସ୍ପତି ହିଁ କହିଦେଲେ ଭୀଷ୍ମଙ୍କୁ ଯେ ଆପଣ କୃପାଚାର୍ଯ୍ୟଙ୍କୁ ଆପଣଙ୍କର କୂଳଗୁରୁ ଭାବରେ ନିଯୁକ୍ତି କରନ୍ତୁ। ତାପରେ ଭୀଷ୍ମ କୂଳଗୁରୁଙ୍କୁ
ନିଯୁକ୍ତି କରିଛନ୍ତି କୃପାଚାର୍ଯ୍ୟଙ୍କୁ ମିତ୍ର ଭାବରେ ଗ୍ରହଣ କରିଛନ୍ତି ଏବଂ ହସ୍ତିନାପୁରରେ କୃପାଚାର୍ଯ୍ୟ ଯେତେବେଳେ କୂଳଗୁରୁର ଆଖ୍ୟାନ ପାଇଲେ ସେତେବେଳେ ତାଙ୍କ ପିତା ଶରଦ୍ୱାନ ଜାଣିପାରିଲେ ଯେ ସ୍ୱର୍ଗରେ ଥାଇ ଜାଣିପାରିଲେ କି ଏ ବର୍ତ୍ତମାନ ମୋ ପୁତ୍ର ଗୋଟେ ବହୁତ ବଡ଼ ମାନେ ସାମ୍ରାଜ୍ୟର କୂଳଗୁରୁ ଭାବରେ ପ୍ରତିଷ୍ଠିତ। ତେଣୁ ତାଙ୍କୁ ଗୁପ୍ତ ଭାବରେ ଆସିକି ଶରଦ୍ୱାନ ତାଙ୍କର ସମସ୍ତ ଅସ୍ତ୍ର ଶସ୍ତ୍ର ବିଦ୍ୟା ସହିତ ତାଙ୍କର ଗୋତ୍ର ପରମ୍ପରା ସଂସ୍କୃତି ସବୁ କିଛି ଜ୍ଞାନ ଦେଇଥିଲେ। କାହାକୁ? କୃପାଚାର୍ଯ୍ୟ। ଏବଂ କୃପାଚାର୍ଯ୍ୟ ସେ ସମସ୍ତ ଜ୍ଞାନ ଆହରଣ କରି ଅତି ସୁନ୍ଦର ଭାବରେ ପାଣ୍ଡବ ମାନଙ୍କୁ ଶିକ୍ଷା ଦଉଥିଲେ। ଅସ୍ତ୍ରଶସ୍ତ୍ର ଶିକ୍ଷା ଦେଇଛନ୍ତି। ପରମ୍ପରାଗତ ଉତ୍ସବ କେମିତି ମନାଯିବ, କାହାକୁ କେମିତି ସମ୍ମାନ ଦିଆଯିବ, କୋଉ ଜାଗାରେ କଣ କରାଯିବ, ତାଙ୍କ ରାଜ୍ୟର ସମସ୍ତ ସଂସ୍କୃତି ପରମ୍ପରା ଆଚାର ବିଚାର ସବୁ କଥା ନ୍ୟସ୍ତ ଥିଲା ଆଚାର୍ଯ୍ୟ କୃପାଚାର୍ଯ୍ୟଙ୍କ ପାଖରେ। ଏବଂ କୃପାଚାର୍ଯ୍ୟ ତାକୁ ଆରାମରେ ନେଉଥିଲେ। ପରବର୍ତ୍ତୀ ସମୟରେ କୃପାଚାର୍ଯ୍ୟଙ୍କ ଭଉଣୀ କୃପି ବିବାହ କରନ୍ତି ଦ୍ରୋଣାଚାର୍ଯ୍ୟଙ୍କୁ। ଆପଣମାନେ ଜାଣିଛନ୍ତି ଦ୍ରୋଣାଚାର୍ଯ୍ୟଙ୍କୁ ବିବାହ କରନ୍ତି ଏବଂ ଦ୍ରୋଣାଚାର୍ଯ୍ୟ ଏବଂ କୃପାଚାର୍ଯ୍ୟ ଏମାନେ ହେଲେ ଶଳା ଭିଣୋଇ ହେଇଗଲେ। ଓକେ। ଏବଂ ତାଙ୍କର ଏକ ସୁନ୍ଦର ସନ୍ତାନ ଜାତ ହୁଏ। ଦ୍ରୋଣାଚାର୍ଯ୍ୟଙ୍କ ସନ୍ତାନ କିଏ? ଆମେ ପୂର୍ବ କ୍ଲାସରେ କହିଛନ୍ତି ସେ ବି ଜଣେ ଚିରଞ୍ଜୀବୀ, ସେ ହେଉଛନ୍ତି ଅଶ୍ୱତ୍ଥାମା। ଅଶ୍ୱତ୍ଥାମା ଏବଂ ଅଶ୍ୱତ୍ଥାମାଙ୍କ ମାମୁଁ ହେଉଛନ୍ତି କୃପାଚାର୍ଯ୍ୟ ଏବଂ କୃପାଚାର୍ଯ୍ୟ ଅଶ୍ୱତ୍ଥାମା ଏବଂ ଦ୍ରୋଣାଚାର୍ଯ୍ୟଙ୍କ ସହିତ ବହୁତ ସୁନ୍ଦର ଭାବରେ ମିଳିତ ଭାବରେ ରହନ୍ତି। ଯେତେବେଳେ ପରକ୍ଷଣରେ ଦୁଇ ଭାଗରେ ବିଭକ୍ତ ହେଇଗଲେ କୁରୁସେନା ଏବଂ ପାଣ୍ଡବ ସେନା, କୁରୁବଂଶ ପାଣ୍ଡବ ବଂଶ ଦୁଇ ଭାଗରେ ବିଭକ୍ତ ହେଇକରି ମହାଭାରତ ଯୁଦ୍ଧ ପ୍ରାୟ ଆରମ୍ଭ ହେବା ପରେ ସେତେବେଳେ କୋଉ ଯୋଦ୍ଧା କାହା ପାଖରେ ରହିବେ ଯେତେବେଳେ ନିର୍ଣ୍ଣୟ କରାଯାଉଥିଲା, ସେତେବେଳେ କୃପାଚାର୍ଯ୍ୟ ଭଲ ଭାବେ ଜାଣିଥିଲେ ଯେ ସେ ବହୁତ ଜ୍ଞାନୀ ଲୋକ ଥିଲେ। ଜ୍ଞାନୀ ଲୋକ ଥିଲେ ଏବଂ ଚାରୋଟି ଦିବ୍ୟ ଅସ୍ତ୍ରର ଅଧିକାରୀ ମଧ୍ୟ ଥିଲେ। ମୁଁ ତା ବିଷୟରେ ସେ ବିଷୟରେ କହିବି। କିନ୍ତୁ ଚାରୋଟି ଦିବ୍ୟ ଅସ୍ତ୍ରର ଅଧିକାରୀ ଥିବା ସତ୍ତ୍ୱେ କୃପାଚାର୍ଯ୍ୟ କୌଣସି ଜାଗାରେ ବି ବହୁତ ବଡ଼ ବଡ଼ ଘଟଣା ଘଟିଥିଲେ ମଧ୍ୟ ଦିବ୍ୟ ଅସ୍ତ୍ରକୁ ପ୍ରୟୋଗ କରିନାହାନ୍ତି। ଏକମାତ୍ର ବ୍ୟକ୍ତି ମହାଭାରତ ଭିତରେ ସେ ହେଉଛନ୍ତି କୃପାଚାର୍ଯ୍ୟ, ଯାହା ପାଖରେ ଏତେ ଶକ୍ତି ଥିବା ଭିତରେ ମଧ୍ୟ ସେ ଏତେ ଶକ୍ତିର ଅଧିକାରୀ ବୋଲି କୋଉ ଜାଗାରେ ନିଜକୁ ପ୍ରଦର୍ଶିତ କରିନାହାନ୍ତି, ଦେଖେଇ ହେଇନାହାନ୍ତି କୋଉଠି ବା ପ୍ରୟୋଗ କରିନାହାନ୍ତି। ଅନ୍ୟମାନେ ଟିକେ ଟିକେ ଦିବ୍ୟାସ୍ତ୍ର ପାଇଲେ ପ୍ରୟୋଗ କରିଦେଉଥିଲେ। ଅଶ୍ୱତ୍ଥାମା କେମିତି ପ୍ରୟୋଗ କରିଦେଉଥିଲେ ବ୍ରହ୍ମାସ୍ତ୍ର ଆପଣ ଜାଣିଛନ୍ତି, କିନ୍ତୁ କୃପାଚାର୍ଯ୍ୟ ପ୍ରୟୋଗ କରିନାହାନ୍ତି କୌଣସି କାଳରେ ବି। କୃପାଚାର୍ଯ୍ୟ ଜାଣିଥିଲେ ପାଣ୍ଡବ ମାନେ ଧର୍ମ ସପକ୍ଷରେ ଅଛନ୍ତି ଏବଂ କୌରବମାନେ ଅଧର୍ମ ସପକ୍ଷରେ ଅଛନ୍ତି। କିନ୍ତୁ ଯେତେବେଳେ ଯୁଧିଷ୍ଠିର ପ୍ରଣାମ କଲେ, ଆଶୀର୍ବାଦ ନେବା ପାଇଁ ଆସିଲେ କୃପାଚାର୍ଯ୍ୟଙ୍କ ପାଖକୁ, କୁଳଗୁରୁ କୃପାଚାର୍ଯ୍ୟ ଯୁଧିଷ୍ଠିରଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି, ବିଜୟୀ ଭବ। କିନ୍ତୁ କହିଛନ୍ତି ଯେ ହେ ଯୁଧିଷ୍ଠିର, ପ୍ରକୃତିରେ ମୁଁ ତମ ସପକ୍ଷରେ ରହିବା ଦରକାର ଅଛି ପାଣ୍ଡବମାନଙ୍କ ସପକ୍ଷରେ। ମାତ୍ର ମୁଁ ପିଲାଦିନରୁ କୌରବ ଏମାନଙ୍କରେ ହସ୍ତିନାପୁର ତ ସେତେବେଳେ ଭାଗ ହେଇନଥିଲା ନା, କିନ୍ତୁ ମୁଁ କୌରବ ମାନଙ୍କ ଲୁଣ ଖାଇଛି। ଯେହେତୁ ତାଙ୍କର ଲୁଣ ଖାଇଛି ମୁଁ ବିଶ୍ୱାସଘାତକତା କରିପାରିବି ନାହିଁ। ଏଣୁ ଜାଣି ଜାଣି ମଧ୍ୟ ମୁଁ ଅଧର୍ମ ସପକ୍ଷରେ ଯାଉଛି। ଏଇ କଥା ସ୍ପଷ୍ଟ ଭାବରେ କୃପାଚାର୍ଯ୍ୟ ବର୍ଣ୍ଣନା କରିଥିଲେ, ସ୍ୱୀକାର କରିଥିଲେ। ତାଙ୍କର ଯୋଉଠି ବି ଯାହା ଦୁର୍ବଳତା ସବୁ କଥାକୁ କୃପାଚାର୍ଯ୍ୟ ସ୍ୱୀକାର କରି ନିଅନ୍ତି। ଯାହା ଅନ୍ୟ ବଡ଼ ବଡ଼ ଯୋଦ୍ଧା ମାନଙ୍କ କ୍ଷେତ୍ରରେ ସ୍ୱୀକାରୋକ୍ତି ଦେଖାଯାଏ ନାହିଁ, ସେମାନେ ସହଜରେ କେହି ସ୍ୱୀକାର କରନ୍ତିନି। ଏକ ବହୁତ ବଡ଼ ସ୍ୱାଭିମାନ ନେଇକି ସମସ୍ତେ ଆଗକୁ ଯାଆନ୍ତି। କିନ୍ତୁ କୃପାଚାର୍ଯ୍ୟ ତାଙ୍କର ଯୋଉଠି ବି ଯାହା ହେଇଛି, କୌଣସି କ'ଣ ଭୁଲ ହେଇଛି ତାହେଲେ ସେଇଠି ସେ ସ୍ୱୀକାର କରନ୍ତି। ଏହାର ନିଦର୍ଶନ ମଧ୍ୟ ପର କ୍ଷଣରେ ଆମେ ଜାଣିବା କେମିତି ଶ୍ରୀକୃଷ୍ଣଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରିଦେଇଛନ୍ତି ଯେ ଆମର ଭୁଲ ଥିଲା। ରାଇଟ୍। ଏବଂ ଲୁଣ ଅନ୍ନ ଖାଇଥିବାରୁ କୌରବମାନଙ୍କ ସପକ୍ଷ ଛାଡ଼ି ପାରିନାହାନ୍ତି। କୃପାଚାର୍ଯ୍ୟ କୌରବମାନଙ୍କ ସପକ୍ଷରେ ରହିଛନ୍ତି। ଏବଂ ଯେଉଁ ସପ୍ତ ଋଷି ଅଛନ୍ତି, ସପ୍ତ ଋଷି ଅନ୍ୟତମ ଋଷି 7 ଜଣ, ତା ଭିତରେ ମଧ୍ୟ କୃପାଚାର୍ଯ୍ୟ ଜଣେ। ତାହା ମଧ୍ୟ ସୁନ୍ଦର ଭାବରେ ବର୍ଣ୍ଣନା ହେଇଛି ବିଷ୍ଣୁ ପୁରାଣରେ। ସେ ତାଙ୍କ ଭିତରେ କୃପାଚାର୍ଯ୍ୟ ମଧ୍ୟ ଜଣେ। ଆପଣ ଯେଉଁ ଯୋଦ୍ଧାମାନଙ୍କୁ ଦେଖୁଛନ୍ତି ଭୀଷ୍ମ ଦ୍ରୋଣାଚାର୍ଯ୍ୟ, ସେମାନଙ୍କର ଯୁଦ୍ଧ
ଅନେକ ବର୍ଣ୍ଣନା ଆପଣ ମହାଭାରତ ଯୁଦ୍ଧ ଭିତରେ ପାଇବେ। ମାତ୍ର କୃପାଚାର୍ଯ୍ୟଙ୍କର ଏତାଦୃଶ ବର୍ଣ୍ଣନା ଆପଣମାନେ ପାଇବେ ନାହିଁ। ମାତ୍ର ଭୀଷ୍ମ ଦ୍ରୋଣାଚାର୍ଯ୍ୟ ମାନଙ୍କ ସମକକ୍ଷ ଯୁଦ୍ଧ ଥିଲେ କୃପାଚାର୍ଯ୍ୟ, ଜାଣିଥାନ୍ତୁ। ମାନେ ସମସ୍କନ୍ଦ ଥିଲେ, ତାଙ୍କ ଯୋଦ୍ଧା ଥିଲେ କୃପାଚାର୍ଯ୍ୟ। ତେବେ କୃପାଚାର୍ଯ୍ୟ ପାଣ୍ଡବ ମାନଙ୍କ ସପକ୍ଷକୁ ଯିବାର ଥିଲା, ଭାବୁ ବି ଥିଲେ, ଆଲୋଚନା ବି କରିଥିଲେ, କିନ୍ତୁ ଚିନ୍ତା କରୁଥିଲେ, ବିବେକ ମନା କରୁଥିଲା କି ମୁଁ ଲୁଣ ଅନ୍ନ ଖାଇଛି, ଯିବି ନାହିଁ। ଏହି ସମୟରେ ତାଙ୍କର ଭଉଣୀ ଜୟୀ ଅର୍ଥାତ୍ ଦ୍ରୋଣାଚାର୍ଯ୍ୟ ଏବଂ ଭଣଜା ଅଶ୍ୱତ୍ଥାମା ତାଙ୍କୁ ଅନୁରୋଧ କରିକି କୌରବମାନଙ୍କ ସପକ୍ଷରେ ରହିଲେ। ଆପଣମାନେ ଜାଣିଛନ୍ତି, ଅଶ୍ୱତ୍ଥାମା ଏକଦମ ଦୁର୍ଯ୍ୟୋଧନ ସପକ୍ଷରେ, ପୁରା ପୂର୍ଣ୍ଣ ମାତ୍ରାରେ ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଥିଲେ, ତାଙ୍କ ମିତ୍ର। ତେଣୁ କୃପାଚାର୍ଯ୍ୟ ଭଣଜା ଏବଂ ଜୟୀଙ୍କ ଅନୁରୋଧ କ୍ରମେ କୌରବ ଶିବିରରେ ରହିଥିଲେ। ଓକେ, ଚାଲନ୍ତୁ ଆମେ ଜାଣିବା ମହାଭାରତର ଏକ ଶକ୍ତିଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି, ଅମାୟିକ ବ୍ୟକ୍ତିତ୍ୱ ହେଉଛନ୍ତି କୃପାଚାର୍ଯ୍ୟ, ଯିଏକି ପାଣ୍ଡବ ମାନେ କେବେ ବି କୌଣସି ସମୟରେ ମଧ୍ୟ କୃପାଚାର୍ଯ୍ୟଙ୍କୁ ପରାସ୍ତ କରିପାରିନାହାନ୍ତି। କେବଳ ଗୋଟିଏ ଘଟଣାରେ ପ୍ରବଳ ଯୁଦ୍ଧ ଚାଲିଥିଲା ବେଳେ ଅର୍ଜୁନଙ୍କ ଏକ ଅସ୍ତ୍ର ଦ୍ୱାରା କୃପାଚାର୍ଯ୍ୟ କିଛି ସମୟ ପାଇଁ ମୂର୍ଚ୍ଛିତ ହେଇଥିଲେ। ମୂର୍ଚ୍ଛିତ ହେଇଥିବାର ବର୍ଣ୍ଣନା ଆମେ ପାଉ। ମାତ୍ର ପାଣ୍ଡବ ମାନେ କୃପାଚାର୍ଯ୍ୟଙ୍କୁ ପରାସ୍ତ କରିପାରିନାହାନ୍ତି କେତେବେଳେ। ଏତିକି ଯୋଦ୍ଧା ଥିଲେ। ଧର୍ମ କର୍ମ ପରମ୍ପରା ବିଷୟରେ ରାଜାଙ୍କୁ ସଠିକ ସମୟରେ ସଠିକ ଉପଦେଶ ପ୍ରଦାନ କରିବା ଏକ ସୁନ୍ଦର ବ୍ୟକ୍ତିତ୍ୱ ହେଉଛନ୍ତି କୃପାଚାର୍ଯ୍ୟ। ଯେତେବେଳେ କି ଗାନ୍ଧାରୀ ବି ଆଖିରେ ପଟି ବାନ୍ଧିଥିଲେ ଏବଂ ତାକୁ ଧୃତରାଷ୍ଟ୍ର ଗ୍ରହଣ କରୁନଥିଲେ, ତାଙ୍କୁ ଡିନାଇ କରୁଥିଲେ, ମୁଁ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିବିନି। ଗାନ୍ଧାରୀ କହିଲେ, ମୋ ସ୍ୱାମୀ ଯେହେତୁ ଅନ୍ଧ, ମୋ ସ୍ୱାମୀଙ୍କୁ ମୁଁ ଅନୁଭବ କରିବା ପାଇଁ, ତାଙ୍କର ଫିଲିଙ୍ଗସକୁ ବୁଝିବା ପାଇଁ ମୁଁ ମଧ୍ୟ ଆଖିରେ ପଟି ବାନ୍ଧିବି। ପଟି ବାନ୍ଧିକି ହିଁ ଆସିଲି ଗାନ୍ଧାର ରାଜ୍ୟରୁ। ଯେତେ ଗାନ୍ଧାର ରାଜ୍ୟରୁ ଆସିଲେ ନା, ସେତେବେଳେ ଧୃତରାଷ୍ଟ୍ର ଗ୍ରହଣ କରିପାରିଲେନି। ତାପରେ ଦେଖିଲେ ବହୁତ ଅଳଙ୍କାର ବିମଣ୍ଡିତ ହେଇଥିଲେ କିଏ? ଗାନ୍ଧାରୀ। କହିଲେ, ଏତେ ସବୁ ଅଳଙ୍କାର ମୋର କଣ ହବ? ମୋର ସ୍ୱାମୀଙ୍କର ତ, ମୋର ଆର୍ଯ୍ୟଙ୍କର ତ ଆଖି ନାହିଁ, ସେ ତ ଦେଖିପାରିବେ ନାହିଁ। ଅର୍ଥାତ୍ ଏତେ ଅଳଙ୍କାର ବିମଣ୍ଡିତ ହୋଇ ମୋର କଣ ଲାଭ? ସେ ଅଳଙ୍କାର ମାନଙ୍କୁ କୁଣ୍ଡଳ ସବୁ କିଛି ଖୋଲି ଦେଇଥିଲେ। ଏକଦମ ନର୍ମାଲ ବେଶ ପୋଷାକରେ ଥିଲେ ଏବଂ ତାଙ୍କୁ ଯେତେବେଳେ ପଟି ବାନ୍ଧିଥିଲେ ଆଦୌ ଗ୍ରହଣ କଲେ ନାହିଁ। ଧୃତରାଷ୍ଟ୍ର କହିଲେ, କଣ ମୋର ଅନ୍ଧତ୍ୱକୁ ତୁମେ ପରିହାସ କରୁଛ? ଆପଣମାନେ ଜାଣିଛନ୍ତି, ଧୃତରାଷ୍ଟ୍ର ସିଂହାସନ ପାଇଁ, ମୁକୁଟ ପାଇଁ ପାଗଳ ହେଇଯାଉଥିଲେ। ଧୃତରାଷ୍ଟ୍ର ଥିଲେ ତ ଅନ୍ଧ, କିନ୍ତୁ ବହୁତ ବଡ଼ ଯୋଦ୍ଧା ଥିଲେ, ବହୁତ ବଡ଼ ଯୋଦ୍ଧା। ଏଭଳି କି ବହୁତ ପରୀକ୍ଷା ହେଇଛି, ସାତଟା ହାତୀଙ୍କୁ ଏକା ସାଙ୍ଗରେ ଛଡ଼ା ହେଇଛି ବି ଧୃତରାଷ୍ଟ୍ର ପରାସ୍ତ କରିଦେଇଛନ୍ତି, ମୁଷ୍ଟି ମାରିକି, ହାତୀର ମୁଣ୍ଡରେ ବିଧା ମାରିକି ପରାସ୍ତ କରିଥିବାର ନଜିର ରହିଛି। ଏତେ ଶକ୍ତିଶାଳୀ, ପାଦ ଶବ୍ଦକୁ ଏତେ ସ୍ପଷ୍ଟ ଭାବରେ ବାରି ପାରନ୍ତି ଯେ ଯେତେବେଳେ ଚାହିଁବେ ସେତେବେଳେ ଯୋଉ ଜାଗାରେ କିଏ ଆସିଲେ ତାଙ୍କୁ ଚିହ୍ନି ପାରୁଥିଲେ ଏବଂ ଶବ୍ଦ ଭେଦ ଏତେ ଜୋରରେ କରିପାରୁଥିଲେ। ଧୃତରାଷ୍ଟ୍ର ଯେ ତାହା ଶୁଣିଲେ ଏକଦମ ଆଶ୍ଚର୍ଯ୍ୟ ହେବେ। ଧୃତରାଷ୍ଟ୍ରଙ୍କ ବିଷୟରେ ଯଦି ଆମେ ଜାଣିବା, ତେବେ ପାଗଳ ହେଇଯାଉଥିଲେ ଯେତେବେଳେ ସିଂହାସନ ପାଇଁ ଗାନ୍ଧାରୀଙ୍କୁ କହିଛନ୍ତି ଯେ ତମେ ମୋତେ ପରିହାସ କରିବା ପାଇଁ ଆସିଛ। ଏମିତି କରୁ କରୁ ତାଙ୍କୁ, ମୁଁ ତାଙ୍କୁ ସ୍ୱୀକାର କରିବି ନାହିଁ ଏମିତି କହିଛନ୍ତି। ବହୁତ ଅ ବିରୋଧ କରିଛନ୍ତି ଏବଂ ବିରୋଧ କରିକି ଯେତେବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଲେ ତ ସେ ରାଜା ହେବେ, ପାଣ୍ଡବ ହେବେ, ଆପଣଙ୍କ ପଣ୍ଡୁ ହେବେ ମନ୍ତ୍ରୀ, ସେନାପତି ଏବଂ ବିଦୁର ହେବେ ମନ୍ତ୍ରୀ। ଫାଇନାଲ ହେଇଗଲା। ଫାଇନାଲ ହେଇସାରିଲା ପରେ ସେଇ ଷ୍ଟୋରିକୁ ଆସେ ତମେ କନେକ୍ଟ କରୁଛି, ଆପଣଙ୍କୁ ଭଲ ଲାଗିବ। ଯେତେବେଳେ ଫାଇନାଲ ହେଇଗଲା ଏବଂ ଯୋଉ ଦିନ ଧୃତରାଷ୍ଟ୍ରଙ୍କର ଅଭିଷେକ ଉତ୍ସବ ହବ, ଧୃତରାଷ୍ଟ୍ର ଗାନ୍ଧାର ନରେଶ ଅଛନ୍ତି, ସୁବଳ। ମୁଁ ପଚାରିଥିଲି ମଝିରେ ଗାନ୍ଧାରଙ୍କ ବାପାଙ୍କ ନାଁ ସୁବଳ, ଅନେକ ଜଣ କହିଥିଲେ ଆପଣମାନଙ୍କ ଭିତରେ। ସେ ରାଜା ସୁବଳ ଅଛନ୍ତି, ଗାନ୍ଧାର ନରେଶ, ଶକୁନି ଅଛନ୍ତି ଏବଂ ତାଙ୍କର ଅନେକ ପାରିଷଦ ବର୍ଗ ମଧ୍ୟ ଅଛନ୍ତି। ଏବଂ ସେତେବେଳେ ଠିକ ଅଭିଷେକ ଉତ୍ସବ ପୂର୍ବରୁ ଯେତେବେଳେ ପୁରା ତାଙ୍କର ରାଜ ଅସ୍ତ୍ର ଦେବା ପାଇଁ, ପ୍ରଦାନ କରିବା ପାଇଁ ଭୀଷ୍ମ ଯାଆନ୍ତି, ସେହି ସମୟରେ ରୋକିଛନ୍ତି କିଏ? ବିଦୁର। ଆପଣମାନେ ଷ୍ଟୋରି ଜାଣିଥିବେ, ଅତି ଚମତ୍କାର ଷ୍ଟୋରି ଏବଂ ବହୁତ ଭାବପ୍ରବଣତାର ଷ୍ଟୋରି ଏଇଟା। ବହୁତ ସଂଘର୍ଷ ହେଇଥିଲା ସେଇ ସମୟରେ। ବିଦୁର ଅଟକିଲେ, ତାତାଶ୍ରୀ ଟିକେ ଅଟକନ୍ତୁ, ରହିଯାଆନ୍ତୁ। କଣ ହେଇଛି ନା, ଜଣେ
ନେତ୍ରହୀନ ଲୋକ କେବେ ବି ରାଜା ହେଇପାରିବ ନାହିଁ, ଏହା ଶାସ୍ତ୍ରାନୁମୋଦିତ। ସମସ୍ତେ ଏକଦମ ଗମ୍ଭୀର ହେଇଯାଇଛନ୍ତି। ସତ୍ୟବତୀ ପୁରା ରାଗି ଯାଇଛନ୍ତି। କଣ ବିଦୁର ଏଇ କଥାଟା ତମକୁ କଣ ଆଗରୁ ଜଣା ନଥିଲା? ଏତେ ଆୟୋଜନ କଲା ପରେ ମଧ୍ୟ ତମେ କହିଲ ନାହିଁ, ଶେଷ ପର୍ଯ୍ୟାୟରେ ତମେ କହୁଛ। ବିଦୁର କହିଲେ, ହେ ରାଜମାତା, ମୋତେ ସେ ଅଧିକାର ମିଳିନଥିଲା, ମନ୍ତ୍ରୀ ପଦ। ଦେଖନ୍ତୁ ଏତେ ସିଷ୍ଟମେଟିକ ମହାଭାରତ ଭିତରେ ବି ଆପଣ ଜାଣିବେ ଏତେ ସିଷ୍ଟମେଟିକ ଯାଇଛି। ମୋତେ ଯେତେବେଳେ ମନ୍ତ୍ରୀ ପଦ ମିଳିନଥିଲା, ମୁଁ ପରାମର୍ଶ ଦେବାର ଅଧିକାର କୋଉଠୁ ପାଇବି? କିନ୍ତୁ ମୋତେ ମନ୍ତ୍ରୀ ପଦ ମିଳିଗଲା ପରେ ମୁଁ ଆଉ ୟାଙ୍କର ମନ୍ତ୍ରୀ ତାଙ୍କର ମନ୍ତ୍ରୀ ଏମିତି କୌଣସି ସମ୍ପର୍କକୁ ନେଇକି ମୁଁ ଆଉ ବିଚାର କରିପାରିବି ନାହିଁ। ମୋ ରାଜ୍ୟର ଯାହା ମଙ୍ଗଳ, ରାଜ୍ୟର ମଙ୍ଗଳ ଉଦ୍ଦେଶ୍ୟରେ ହିଁ ଇଏ ମୋର ବିଚାର କି ନେତ୍ରହୀନ ଲୋକ ରାଜା ହେଇପାରିବେ ନାହିଁ। ଏମିତି ହେଲା ପରେ ବହୁତ ବାକ୍ ବିତଣ୍ଡା ହେଲା। ଏକଦମ ବ୍ୟସ୍ତ ବିବ୍ରତ ହେଇକି ରାଗି ଯାଇକି ଧୃତରାଷ୍ଟ୍ର ସେ ଜାଗା ଛାଡ଼ିଦେଲେ। ଏବଂ ଯେତେବେଳେ ଏଇ ବିଚାର ତମର ସରିବ ସେତେବେଳେ ମୁଁ ଆସିବି କହିକି ତାଙ୍କ କକ୍ଷକୁ ଏକଦମ ଦ୍ରୁତ ପଦପାଦରେ ଧୃତରାଷ୍ଟ୍ର ଚାଲି ଯାଆନ୍ତି। ଗାନ୍ଧାରୀ ତ ପଟି ବାନ୍ଧିଥିଲେ। ଗାନ୍ଧାରୀଙ୍କୁ ବାରମ୍ବାର ସେ ଡିନାଏ କରୁଥିଲେ ମଧ୍ୟ, ଗ୍ରହଣ କରୁନଥିଲେ ମଧ୍ୟ। ଗାନ୍ଧାରୀ କହିଲେ ମୋତେ ଆର୍ଯ୍ୟପୁତ୍ରଙ୍କ ପାଖକୁ ନେଇ ଚାଲ। ତାଙ୍କ ସଖୀମାନେ ନେଇ ଚାଲିଲେ। ନେଇ ଚାଲିଲା ବେଳେ ଗାନ୍ଧାରୀ ଗଲାବେଳକୁ ସେ ପାଦ ଶବ୍ଦକୁ ମଧ୍ୟ ବାରି ଦେଇଛନ୍ତି ଧୃତରାଷ୍ଟ୍ର ଏବଂ ଶର ନିକ୍ଷେପ କରିଛନ୍ତି। ଏମିତି ଗୋଟେ ଅସ୍ତ୍ର ଏମିତି ନେଇକି ଫିଙ୍ଗନ୍ତି। ଯେ ମୁଁ କୋଉ ଗୁଣରେ ମୁଁ କମ ହେଲି, ଅନ୍ଧ ହେଲି ବୋଲି ମୁଁ ରାଜା ହେଇପାରିବିନି। ଏବଂ ଏମିତି ଅସ୍ତ୍ରକୁ ଧରିକି ଯେତେବେଳେ ପୁରା ଆ, କେନ୍ଦ୍ରୀଭୂତ କରନ୍ତି ପ୍ରତ୍ୟେକ ଜାଗାକୁ ତାଙ୍କ ଅସ୍ତ୍ର ଲାଗିପାରେ। ଅସ୍ତ୍ରକୁ ଫିଙ୍ଗିକରି ପୁରା ଗାନ୍ଧାରୀଙ୍କ ପାଦ ଦେଶରେ ତାକୁ ଅଟକେଇଛନ୍ତି। ଆ, ନିଆଁ ଲଗାଇ ଦେଇଛନ୍ତି ରାଜ୍ୟରେ। ତାଙ୍କ ପ୍ରକୋଷ୍ଠରେ ଭାଙ୍ଗି ରୁଜି ଦେଇଛନ୍ତି। ସବୁ ଦୀପ ଯାହା ଜଳୁଥିଲା ସବୁକୁ ପକାଇ ଦେଇଛନ୍ତି, ଛିନଛତ୍ର କରିଦେଇଛନ୍ତି ଧୃତରାଷ୍ଟ୍ର। ଏବଂ ଗାନ୍ଧାରୀ ବି ସେଇ ସମୟରେ ଆସିଛନ୍ତି। ଗାନ୍ଧାରୀ ବି ଯେତେବେଳେ ଆସିଛନ୍ତି ନା ଗାନ୍ଧାରୀଙ୍କୁ ଅଟକେଇଛନ୍ତି, ନ ଅଟକେଇ ଗାନ୍ଧାରୀ ପୁଣି ପାଖକୁ ପଳେଇଛନ୍ତି। ଧୃତରାଷ୍ଟ୍ର ଏମିତି ଧକ୍କା ଧକ୍କା ମାରିଛନ୍ତି। ଧକ୍କା ମାରୁ ମାରୁ ଯେ ସ୍ପର୍ଶ କରିଛନ୍ତି ନା, ଦେଖିଛନ୍ତି କାନକୁ ସ୍ପର୍ଶ କରିଛନ୍ତି। କୁଣ୍ଡଳ ନାହିଁ, ଏଇଟା ନାହିଁ, କିଛି ନାହିଁ। ତମେ କଣ ପିନ୍ଧିଛ? ନାଇଁ ଆର୍ଯ୍ୟପୁତ୍ର, ଯେହେତୁ ଆପଣ ଦେଖିପାରିବେନି ଏତେ ସବୁ ଅଳଙ୍କାର ବିମଣ୍ଡିତ ହବାର ମୋର ଅବକାଶ ନଥିଲା ବୋଲି ମୁଁ ଭାବିଲି। ଆହୁରି ରାଗି ଯାଇଛନ୍ତି। ଆହୁରି ରାଗି ଯାଇଛନ୍ତି। ତାହେଲେ ତମେ କଣ ମୂଳରୁ ଜାଣିଥିଲ କି ମୁଁ ରାଜା ହେବି ନାହିଁ? ମୁଁ ରାଜା ହଉନାହିଁ ବୋଲି କଣ ତମେ ତ ମୂଳରୁ ଜାଣିଥିଲ? ନାଇଁ ଆର୍ଯ୍ୟପୁତ୍ର, ଆପଣ ଏମିତି ଭାବନ୍ତୁନି। ତାହେଲେ ତମେ ଯେତେବେଳେ ଗୋଟେ ସମ୍ରାଜ୍ଞୀ ହେଇକି ରାଜ ସିଂହାସନ ପାଖରେ ବସିବ, କଣ ଏଇଭଳି ଭାବରେ ବସିବ ଯେମିତି ତମ ପାଖରେ କୌଣସି ଅଳଙ୍କାର ନଥିବ? କଣ ତମେ ଭାବୁଛ ତମେ ଅନ୍ଧ, ତମେ ଆଖିରେ ପଟି ବାନ୍ଧିଛ ଏବଂ ମୁଁ ଅନ୍ଧ ହେଇଛି ବୋଲି କଣ ସମସ୍ତ ପ୍ରଜାମଣ୍ଡଳ କଣ ଅନ୍ଧ, କେହି ତମକୁ ଦେଖିପାରିବେ ନାହିଁ? ଏଇଟା ତମେ କେମିତି ଚିନ୍ତା କଲ? ଏତେ ପ୍ରକାର ଆଲୋଚନା ଭିତରେ ଏକଦମ ବ୍ୟସ୍ତ ବିବ୍ରତ କରିଛନ୍ତି ଓ ଗ୍ରହଣ କରିନାହାନ୍ତି। ତାଙ୍କୁ ଏକଦମ ରାଗି ଯାଇକି ଧକ୍କା ବି ଦେଇଛନ୍ତି ଗାନ୍ଧାରୀଙ୍କୁ। ତାକୁ ବହୁତ ବିଚାର ବିମର୍ଶ ପରେ ସେଇ କଥାକୁ ସମାଧାନ କରିଛନ୍ତି କିଏ? କୃପାଚାର୍ଯ୍ୟ। କୃପାଚାର୍ଯ୍ୟ ବୁଝାଇ ଦେଇ ପାରିଛନ୍ତି କି ସେ ଯୋଉ ଅନ୍ଧ ହେଇଛନ୍ତି, ଯୋଉ ପଟି ବାନ୍ଧିଛନ୍ତି, କେମିତି ସ୍ୱାମୀଙ୍କୁ ଗଭୀର ଭାବରେ ତାଙ୍କର ଭଲ ପାଇବା ସମର୍ପଣ, ଶତକଡ଼ା 100% ସମର୍ପଣ, ସେଥିଯୋଗୁଁ ସେ ଆଖି ବାନ୍ଧିଛନ୍ତି, ମାନେ ଆଖିରେ ପଟି ବାନ୍ଧିଛନ୍ତି। ସେଇ କଥାକୁ ସେ ଭଲ ଭାବରେ କୃପାଚାର୍ଯ୍ୟ ସେଠି ବୁଝେଇ ଦେଇ ପାରିଛନ୍ତି ଏବଂ ସମସ୍ୟା ମଧ୍ୟ ସେଠି ସମାଧାନ ହେଇଛି। ଏଇଭଳି କୃପାଚାର୍ଯ୍ୟଙ୍କ ଅନେକ ଭଲ ଭଲ ବିଷୟ ଆମେ ଆଗକୁ ଜାଣିପାରିବା। ତେବେ ମୋଟାମୋଟି ଭାବରେ ଆଦି ପର୍ବରେ ଆପଣଙ୍କ ଯୋଉ 18ଟି ପର୍ବ ରହିଛି, ଆପଣଙ୍କ ମହାଭାରତର ଆଦି ପର୍ବରେ ପ୍ରାୟ କୃପାଚାର୍ଯ୍ୟଙ୍କର ଜନ୍ମ ବିଷୟରେ ବର୍ଣ୍ଣନା କରାଯାଇଛି। 126 ନମ୍ବର ଚାପ୍ଟରରେ ଆପଣ କୃପାଚାର୍ଯ୍ୟଙ୍କର ଜନ୍ମ ବୃତ୍ତାନ୍ତ ପାଇପାରିବେ। ତେବେ ଶରଦ୍ୱାଜ ହସ୍ତିନାପୁରକୁ ଆସିକି ସବୁ ଯେତେ ଗୁପ୍ତ ଭାବରେ ସବୁ ଶିକ୍ଷା ଦେଇକି ଗଲା ପରେ ସମସ୍ତ ଅ, ବିଦ୍ୟାକୁ ଧାରଣ କରିକି କୃପାଚାର୍ଯ୍ୟ ଏକଦମ ଅମାୟିକ ମଣିଷ, ଯାହାକୁ କୁହାଯାଏ କୃପାଚାର୍ଯ୍ୟ ଅମାୟିକ ମଣିଷ। ଏମିତି ନାହିଁ କି ସେ ଯୁଦ୍ଧ କରିନାହାନ୍ତି। ଆପଣ ମାନେ ଜାଣିଛନ୍ତି ପାଣ୍ଡବ ମାନଙ୍କର ପାଣ୍ଡବ ସେନାଙ୍କୁ 1 ଲକ୍ଷ ପାଣ୍ଡବ ସେନାଙ୍କୁ ଏକୁଟିଆ ନିହତ କରିଛନ୍ତି କୃପାଚାର୍ଯ୍ୟ। 1 ଲକ୍ଷ ପାଣ୍ଡବ ସେନାଙ୍କୁ ଏକୁଟିଆ ନିହତ କରିଛନ୍ତି। ଶେଷ ପର୍ଯ୍ୟାୟରେ ଯେତେବେଳେ ଦୁର୍ଯ୍ୟୋଧନ ମରିଗଲେ ନା, ଦୁର୍ଯ୍ୟୋଧନଙ୍କର ମୃତ୍ୟୁ, କର୍ଣ୍ଣଙ୍କ ମୃତ୍ୟୁ ପରେ ପରେ
କୃପାଚାର୍ଯ୍ୟ ଦୁର୍ଯ୍ୟୋଧନଙ୍କୁ ବହୁତ ଅନୁରୋଧ କରିଛନ୍ତି ଯେ ତମେ ପାଣ୍ଡବମାନଙ୍କ ସହିତ ସନ୍ଧି କରିଯାଅ, ବର୍ତ୍ତମାନ ତମେ ସନ୍ଧି କରିଯାଅ କର୍ଣ୍ଣଙ୍କ ହତ ପରେ। କିନ୍ତୁ ଦୁର୍ଯ୍ୟୋଧନ ମାନି ନାହାନ୍ତି କୃପାଚାର୍ଯ୍ୟଙ୍କ କଥା। ଏବଂ ପରକ୍ଷଣେ ଯେତେବେଳେ ଦୁର୍ଯ୍ୟୋଧନ ମୃତ୍ୟୁବରଣ କଲେ ନା, ତାପରେ ଏତେ କ୍ଷୁବ୍ଧ ହେଇଯାଇଛନ୍ତି କୃପାଚାର୍ଯ୍ୟ ଯେ ସେ ପାଣ୍ଡବ ସେନା ଶିବିରକୁ ଯାଇଛନ୍ତି। ତ ଅଶ୍ୱତ୍ଥାମା ଯାଇକି ଆପଣମାନେ ଜାଣିଛନ୍ତି ପାଣ୍ଡବମାନଙ୍କର ପୁତ୍ର, ପାଞ୍ଚଟା ପୁତ୍ରଙ୍କୁ ମାରି ଦେଇଥିଲେ। ସେଇଭଳି କୃପାଚାର୍ଯ୍ୟ ବି ଯାଇକରି ଅନେକ ସେନାଙ୍କୁ ସେଇଠି ହତ କରିବା ସହିତ ପାଣ୍ଡବ ଶିବିରରେ ନିଆଁ ଲଗେଇ ଦେଇଛନ୍ତି। କୃପାଚାର୍ଯ୍ୟ ଏତେ ଅତିଷ୍ଠ ହେଇଯାଇଥିଲେ, ମାନେ ଯାହା ପାଇଁ ଡେଡିକେଟେଡ ସେ ନିଆଁ ଲଗେଇ ଦେଇଛନ୍ତି। ଏଇ କଥା ମଧ୍ୟ ଆପଣମାନେ ଜାଣିବେ କୃପାଚାର୍ଯ୍ୟଙ୍କ ବିଷୟରେ। କୃପାଚାର୍ଯ୍ୟ ଯୁଦ୍ଧର ଅନ୍ତିମ ସମୟ ପର୍ଯ୍ୟନ୍ତ ଥିଲେ। ଅଶ୍ୱତ୍ଥାମା, କୃପାଚାର୍ଯ୍ୟ ଅନ୍ତିମ ସମୟ ପର୍ଯ୍ୟନ୍ତ ଥିଲେ। ଏମାନେ ପାଣ୍ଡବ ମାନଙ୍କ ପାଖରେ ପ୍ରାୟ 14 ଜଣ ଥିଲେ ଅନ୍ତିମ ସମୟ ପର୍ଯ୍ୟନ୍ତ। ଆପଣମାନେ ଜାଣିଥାନ୍ତୁ 14 ଜଣ ଥିଲେ ପାଣ୍ଡବ ମାନଙ୍କ ଭିତରେ। ଏମାନେ 4-5 ଜଣ ଥିଲେ ଏମାନଙ୍କ ଭିତରେ, କୌରବ ମାନଙ୍କ ଭିତରେ ଥିଲେ। କୃତବର୍ମା ଥିଲେ, ଅଶ୍ୱତ୍ଥାମା ଥିଲେ, ଆପଣଙ୍କର କୃପାଚାର୍ଯ୍ୟ ଯୁଦ୍ଧର ଶେଷ ସମୟ ପର୍ଯ୍ୟନ୍ତ ଏମାନେ ରହିଛନ୍ତି, ତିଷ୍ଠିଛନ୍ତି, ରହିଛନ୍ତି। ଓକେ। ତେବେ ଦେବୀ ଭାଗବତ ବୋଲି ଗୋଟେ ଭାଗବତ ଅଛି। ଦେବୀ ଭାଗବତରେ କୃପାଚାର୍ଯ୍ୟଙ୍କ ବିଷୟରେ ଆମେ ଯେତେବେଳେ ଜାଣୁ, ବର୍ଣ୍ଣନା କରାଯାଇଛି। ଆପଣ ଜାଣିଥିବେ ମାରୁତଙ୍କର 49ଟି ଅବତାର ଶୁଣିଛନ୍ତି ନା? 49 ପବନ କୁହାଯାଏ। 49 ପବନ, 49 ପବନ ବହିଲା କୁହାଯାଏନି ଏକଦମ। ତ ପବନଙ୍କର ଯୋଉ 49ଟି ରୂପ ଅଛି, ମାରୁତ ହେଲେ ପବନ, ମାରୁତିଙ୍କ ବାପା ପିତା ହେଲେ ମାରୁତ। ଓକେ। ମାରୁତି କହିଲେ ହନୁମାନ, ହନୁମାନଙ୍କର ପିତା ହେଲେ ମାରୁତ। ମାରୁତଙ୍କ ଯୋଉ 49ଟି ଅବତାର ଅଛି, ତା ଭିତରେ ଗୋଟେ ଅବତାର କୃପାଚାର୍ଯ୍ୟ ବୋଲି ମଧ୍ୟ ଦେବୀ ଭାଗବତରେ ବର୍ଣ୍ଣନା କରାଯାଇଛି। ଏ କଥା ଆପଣମାନେ ଜାଣିପାରିବେ। ଏବଂ ବିଷ୍ଣୁ ପୁରାଣରେ ଯେତେବେଳେ ମନ୍ୱନ୍ତର କଥା ଉଠେ, ମନ୍ୱନ୍ତର, ଗୋଟେ ମନ୍ୱନ୍ତର ପରେ ଆଉ ଗୋଟେ ମନ୍ୱନ୍ତର ଯେତେବେଳେ ଆସେ, ସେ ମନ୍ୱନ୍ତରରେ ସୁନ୍ଦର ଭାବରେ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ସପ୍ତ ଋଷି ମାନଙ୍କ ଭିତରେ ଜଣେ ଋଷି ହେଉଛନ୍ତି କୃପାଚାର୍ଯ୍ୟ। କିନ୍ତୁ କୃପାଚାର୍ଯ୍ୟ ମଧ୍ୟ ହେଉଛନ୍ତି ବିଷ୍ଣୁଙ୍କ ଏକ ଅଂଶ, ଅବତାର ବୋଲି ମଧ୍ୟ ନିଆଯାଏ, ବର୍ଣ୍ଣନା କରାଯାଇଛି। ତାଙ୍କର ଏକ ଅଂଶ, ବିଷ୍ଣୁଙ୍କ ଏକ ଅଂଶ ମଧ୍ୟ କୃପାଚାର୍ଯ୍ୟ। ଓକେ। ତେବେ ବିଷୟବସ୍ତୁ, ମହାଭାରତ ଯୁଦ୍ଧର ବିଷୟବସ୍ତୁ ଭିତରକୁ ଯେତେବେଳେ ଆମେ ପଶିବା, ଏଇ କଥା ଆମେ ଜାଣୁ ଅନେକାଂଶରେ କୃପାଚାର୍ଯ୍ୟ ସଠିକ ମାର୍ଗ ପ୍ରଦର୍ଶନ କରିଛନ୍ତି କୌରବମାନଙ୍କୁ। ଉଦାହରଣ, ଯେତେବେଳେ ଅଜ୍ଞାତ ବାସରେ ପାଣ୍ଡବ ମାନେ ଥିଲେ, ସେ ଅଜ୍ଞାତ ବାସରେ ଥିଲାବେଳେ ଅଜ୍ଞାତ ବାସକୁ ଯଦି ଭଙ୍ଗ କରିଦିଆଯାଏ ପୁଣି 12 ବର୍ଷ, ଏଇଟା ଟର୍ମ ଆଣ୍ଡ କଣ୍ଡିସନ ଥିଲା, ସର୍ତ୍ତ। ତେଣୁ ଅଜ୍ଞାତ ବାସକୁ କେମିତି ଭଙ୍ଗ କରାଯିବ ତାର ଉପଯୁକ୍ତ ଶୈଳୀ ମଧ୍ୟ କୃପାଚାର୍ଯ୍ୟ କୌରବମାନଙ୍କୁ ଶିକ୍ଷା ଦେଇଥିଲେ। ଯେ ଅନୁଚରଙ୍କୁ ପଠାନ୍ତୁ, ଅନୁଚର ଯାଆନ୍ତୁ, ଅଜ୍ଞାତବାସ ଖୋଜନ୍ତୁ କୋଉଠି ପାଣ୍ଡବମାନେ ଅଛନ୍ତି, ଏବଂ ଅଜ୍ଞାତବାସ ଆମେ ଭଙ୍ଗ କରିଦେଲେ ଆମର ଆହୁରି ସଫଳ ହବ ବୋଲି ଏ କଥା ମଧ୍ୟ ପାଣ୍ଡବ ମାନେ କୌରବ ମାନଙ୍କୁ ସୂଚନା ଦେଇଥିଲେ। କିଏ? କୃପାଚାର୍ଯ୍ୟ। ଏବଂ ତାଙ୍କ ପାଖରେ ଯୋଉ ଦିବ୍ୟାସ୍ତ୍ର 5ଟି ଥିଲା, ଚାରୋଟି ଦିବ୍ୟାସ୍ତ୍ର ଥିଲା, ବଡ ବଡ ଦିବ୍ୟାସ୍ତ୍ର, ସେଇଟା ହେଲା ଆଗ୍ନେୟାସ୍ତ୍ର ଥିଲା, ଆଗ୍ନେୟାସ୍ତ୍ର, ବରୁଣାସ୍ତ୍ର, ଇନ୍ଦ୍ରାୟାସ୍ତ୍ର ଏବଂ ବ୍ରହ୍ମାସ୍ତ୍ର। ଏଇ ଚାରୋଟି ଦିବ୍ୟ ଅସ୍ତ୍ର କୃପାଚାର୍ଯ୍ୟଙ୍କ ପାଖରେ ଥିଲା। ଜାଣିନଥିବେ, ଆମେ ମାନେ କେହି ଜାଣିନଥିଲେ ଯେ କୃପାଚାର୍ଯ୍ୟ ଏତେ ବଡ ଯୋଦ୍ଧା, ଲାଗେନି। ସେ ଜଣେ କୁଳଗୁରୁ ଭାବରେ ଆମେ ଖାଲି ଜାଣନ୍ତି, ହଁ ଯୁଦ୍ଧ କରିଥିଲେ, କିନ୍ତୁ କୃପାଚାର୍ଯ୍ୟ ମଧ୍ୟ ସେନାପତି ହେଇଥିଲେ, ଆପଣ ଜାଣିଛନ୍ତି। ତେଣୁ କୃପାଚାର୍ଯ୍ୟ ଏତେ ଦିବ୍ୟ ଅସ୍ତ୍ରର ଅଧିକାରୀ ହେଇ ମଧ୍ୟ ସମଗ୍ର ଯୁଦ୍ଧ ଭିତରେ ଏତେ ଘମାଘୋଟ ଯୁଦ୍ଧ ହେଇଥିଲା, ଗୋଟେ ଦିନରେ 1000ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଉଥିଲା ଡେଲି ବେସିସରେ, କିନ୍ତୁ ତା ସତ୍ତ୍ୱେ ମଧ୍ୟ କୃପାଚାର୍ଯ୍ୟ ଏଇ ଦିବ୍ୟାସ୍ତ୍ର ମାନଙ୍କ ପ୍ରୟୋଗ କୌଣସି ଜାଗାରେ କରିନାହାନ୍ତି। ଏହା ହେଉଛି ତାଙ୍କର ବିଶେଷ, ତାଙ୍କର ସ୍ୱାତନ୍ତ୍ର୍ୟ ବୋଲି ଯୋଉ କୁହାଯାଏ, ଏଇଟା ହଉଛି ତାଙ୍କର ସ୍ୱାତନ୍ତ୍ର୍ୟ, ତାଙ୍କର ବିଶେଷତ୍ୱ କି ସେ ଦିବ୍ୟାସ୍ତ୍ର ଅଧିକାରୀ ହିଁ ମଧ୍ୟ ପ୍ରୟୋଗ କରିନାହାନ୍ତି। ମୋଟାମୋଟି ଭାବରେ ଦୁଷ୍ଟଦ୍ୟୁମ୍ନଙ୍କୁ, ଶିଖଣ୍ଡୀଙ୍କୁ, ସୁକେତୁ,
ଅନେକ ଲୋକଙ୍କୁ ସେ ଯୁଦ୍ଧରେ ପରାସ୍ତ କରିପାରିଥିଲେ କୃପାଚାର୍ଯ୍ୟ। 1 ଲକ୍ଷରୁ ଅଧିକ ପାଣ୍ଡବ ସେନାଙ୍କୁ ମଧ୍ୟ ହତ କରିଥିଲେ, ମୁଁ ଯାହା କହିଲି। ଏବଂ ଯେତେବେଳେ ଯୁଦ୍ଧ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି, ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲା ପରେ ସେ କଣ କରିଛନ୍ତି ନା ଟୋଟାଲ ପାଣ୍ଡବମାନେ ବିଜୟ ଲାଭ କଲେ। ପାଣ୍ଡବମାନେ ବିଜୟ ଲାଭ କଲା ପରେ ଯୁଧିଷ୍ଠିରଙ୍କ ରାଜାଭିଷେକ ହେଲା। ସେତେବେଳେ ପର୍ଯ୍ୟନ୍ତ କୃପାଚାର୍ଯ୍ୟ ବଞ୍ଚିଥିଲେ ଏବଂ କୃପାଚାର୍ଯ୍ୟ ଶ୍ରୀକୃଷ୍ଣଙ୍କ ପାଖରେ ତାଙ୍କର ସମସ୍ତ ଦୋଷକୁ ସ୍ୱୀକାର କରିଛନ୍ତି ଏବଂ ମନସ୍ତାପ କରିଛନ୍ତି। ଯେତେବେଳେ ମନସ୍ତାପ କରିଛନ୍ତି ଏବଂ ସ୍ୱୀକାର କରିଛନ୍ତି, ଶ୍ରୀକୃଷ୍ଣ ତାଙ୍କର ଉଦାରପଣରେ ଅଭିଭୂତ ହେଇକି ତାଙ୍କୁ ଚିରଞ୍ଜୀବୀର ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଇଟା ଶେଷ ପର୍ଯ୍ୟାୟରେ, ଏଇଟା ମଝିରେ, ଶେଷ ପର୍ଯ୍ୟାୟ ତ ଶ୍ରୀକୃଷ୍ଣ ମରିସାରିଥିଲେ ତା ପୂର୍ବରୁ। ଏବଂ ପ୍ରଦାନ କରିଛନ୍ତି, କହିଛନ୍ତି କି ତମେ କଳ୍କୀ ଆସିବା ପର୍ଯ୍ୟନ୍ତ ନୁହଁ, କଳ୍କୀଙ୍କର ଯିବା ପର୍ଯ୍ୟନ୍ତ, ଅର୍ଥାତ୍ କଳିଯୁଗ ଶେଷ ପର୍ଯ୍ୟନ୍ତ ତମେ ଚିରଞ୍ଜୀବୀ ହେଇକି ରହିବ ଏବଂ କଳ୍କୀଙ୍କୁ ତମେ ସମର୍ଥନ କରିବ। ଏହି ଆଶୀର୍ବାଦ ପ୍ରଦାନ କରିଛନ୍ତି ଶ୍ରୀକୃଷ୍ଣ। ଏବଂ ଯୁଧିଷ୍ଠିର ମଧ୍ୟ କୃପାଚାର୍ଯ୍ୟ ଯୁଧିଷ୍ଠିରଙ୍କ ପାଖରେ ମଧ୍ୟ ସବୁ କଥା କହିଲା। ଯୁଧିଷ୍ଠିର ପୁନର୍ବାର, ଯୁଧିଷ୍ଠିର ତ ବହୁତ ଭଲ ବ୍ୟକ୍ତି, ଆପଣମାନେ ଜାଣିଛନ୍ତି, କୃପାଚାର୍ଯ୍ୟ ତାଙ୍କ ବିପକ୍ଷରେ ଯୁଦ୍ଧ କରୁଥିଲେ, ତଥାପି ବି ଯୁଧିଷ୍ଠିର କୃପାଚାର୍ଯ୍ୟଙ୍କୁ ଆଣିକି ପୁନର୍ବାର ତାଙ୍କର କୂଳଗୁରୁର ସ୍ଥାପନ ଦେଇଛନ୍ତି, ନିଯୁକ୍ତି କରିଛନ୍ତି। ଏଟା ଚମତ୍କାର ବିଷୟ। ଜାଣନ୍ତୁ, ଆଫ୍ଟର ୱାର, ଯୁଦ୍ଧ ପରେ ବି ଯୁଧିଷ୍ଠିର ପୁଣି କୃପାଚାର୍ଯ୍ୟଙ୍କୁ ତାଙ୍କର କୂଳଗୁରୁ ଭାବରେ ନେଇଛନ୍ତି। ଶେଷ ପର୍ଯ୍ୟାୟରେ ଆପଣମାନେ ଜାଣିଥିବେ, ଆମର ଶେଷତମ ରାଜା ବୋଲି ଯୋଉ କୁହାଯାଏ, କିଏ? ରାଜା ପରୀକ୍ଷିତ, ଅଭିମନ୍ୟୁଙ୍କ ପୁତ୍ର, ଅର୍ଜୁନଙ୍କ ପୌତ୍ର ପରୀକ୍ଷିତ। ପରୀକ୍ଷିତକୁ ପିଲାଟି ଦିନରୁ ସମସ୍ତ ଅସ୍ତ୍ର, ଦ୍ରୋଣାଚାର୍ଯ୍ୟ ତ ମରି ସାରିଥିଲେ ନା, ତେଣୁ ସମସ୍ତ ଅସ୍ତ୍ର ଶସ୍ତ୍ର ବିଦ୍ୟା ସବୁ କିଛି ଶିକ୍ଷା ଦେଇଥିଲେ କୃପାଚାର୍ଯ୍ୟ ପରୀକ୍ଷିତକୁ। ଏବଂ କୃପାଚାର୍ଯ୍ୟଙ୍କର ଉଦ୍ଦେଶ୍ୟ ଥିଲା କି ପରୀକ୍ଷିତକୁ ଏକ ସଫଳତମ ରାଜା ଭାବରେ ସେ ଛିଡ଼ା କରାଇବା, ପ୍ରତିଷ୍ଠିତ କରାଇବା। ଏବଂ ସେଥିରେ ମଧ୍ୟ ସେ ସଫଳ ହେଇଛନ୍ତି, ପରୀକ୍ଷିତକୁ ଏକ ସଫଳ ରାଜା କରିବାରେ। ଏବଂ ଯେତେବେଳେ ପରୀକ୍ଷିତ ସଫଳ ରାଜା ହେଇସାରିଲେ, ତାପରେ ସେ ହିମାଳୟକୁ ଯାଇଛନ୍ତି ତପସ୍ୟା କରିବା ପାଇଁ। ହିମାଳୟକୁ ତପସ୍ୟା କରିବା ପାଇଁ ଯାଇଛନ୍ତି, ଚାଲି ଯାଇଛନ୍ତି। ଏବଂ ଆଜି ବି ହିମାଳୟରେ କେହି କେହି ମୁନି ଋଷିମାନେ ସୂକ୍ଷ୍ମ ଭାବରେ କୃପାଚାର୍ଯ୍ୟଙ୍କୁ ଦର୍ଶନ କରନ୍ତି ବୋଲି କିମ୍ବଦନ୍ତୀ କହେ, ପୁରାଣ କଳ୍ପ କୁହେ। ତେବେ ମୋଟାମୋଟି ଭାବରେ ଆଉ ଗୋଟେ ଘଟଣା ଆପଣଙ୍କୁ କହିବି, ବହୁତ ମଜା ଲାଗିବ। କି ଯେତେବେଳେ ଯୁଦ୍ଧ ଚାଲେ ପାଣ୍ଡବ ସେନା ଏବଂ କୌରବ ସେନା ମାନଙ୍କ ଭିତରେ, ଉଭୟ ଶିବିରରୁ ଯେତେବେଳେ ଯୁଦ୍ଧ ଚାଲେ, ସମସ୍ତେ ଖାଇବା ଭୋଜନର ବ୍ୟବସ୍ଥା କରନ୍ତି। ତ ଯେତିକି ଯୁଦ୍ଧକୁ ଯିବେ, ସେ ଯୁଦ୍ଧରୁ ଫେରିଲା ପରେ ସମସ୍ତେ ଭୋଜନ କରିବେ। ତେଣୁ ଭୋଜନର ବ୍ୟବସ୍ଥା ହଉଥିଲା, ରୋଷେଇ ଚାଲିଥିଲା। କିନ୍ତୁ ଯୋଉ ରୋଷେଇ ଚାଲେ, ମାନେ ଯୋଉ ରୋଷେଇ କରନ୍ତି, ଏ ଯେତେବେଳେ ଫେରିବେ, ବିଶେଷ କରି ପାଣ୍ଡବ ସେନା ମାନଙ୍କ ଗୋଟେ ଉଦାହରଣ ଦେଲେ ଆପଣ ମାନେ ଜାଣିବେ କି ଯେତେବେଳେ ଫେରିବେ, ବହୁତ ଲୋକଙ୍କ, ବହୁତ ସୈନ୍ୟ ତ ମୃତ୍ୟୁବରଣ କରିଥିବେ, ତେବେ ସେ ଖାଦ୍ୟ ଗୁଡାକ ଯୋଉ ରୋଷେଇ ହଉଥିଲା, ତା ବଳି ପଡୁଥିଲା ନା ଗୋଟେ ଫିଙ୍ଗି ଦଉଥିଲେ ତାଙ୍କୁ, ନା କଣ କରୁଥିଲେ? ଏକ ପ୍ରଶ୍ନ ନା ନାହିଁ, ଆସିବ ନା ନାହିଁ ପ୍ରଶ୍ନ? ତ ଏଇ ଜାଗାରେ କୃପାଚାର୍ଯ୍ୟଙ୍କ ଗୋଟେ ବହୁତ ବଢିଆ ଜିନିଷ ଆପଣ ଜାଣିପାରିବେ କି ଏ ଉପୁକି କି ରାଜା ବୋଲୁଥିଲେ, ଉଡୁପି, ଉଡୁପି କହନ୍ତି, ଉଡୁପି ନା ଶୁଣିଥିବେ। ଉଡୁପିର ରାଜା ଯିଏ, ତାଙ୍କୁ ପାଣ୍ଡବ ମାନଙ୍କ ଶିବିରରେ ରୋଷେଇଶାଳାର ଦାୟିତ୍ୱ ଦିଆଯାଇଥିଲା, ଉଡୁପି। ତ ଉଡୁପିଙ୍କୁ ଯେତେବେଳେ ଦିଆଯାଇଥିଲା ନା, ପଚରାଗଲା କି ଏମିତି ଖାଦ୍ୟ କେମିତି ତମେ ରୋଷେଇ କରୁଛ କି ଯାହା ଯୁଦ୍ଧର ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ଏକ୍ଜାକ୍ଟ ସମସ୍ତଙ୍କୁ ହଉଛି, ବେଶୀ ନଷ୍ଟ ହଉନାହିଁ, କିଛି କି ସର୍ଟ ବି ପଡୁନାହିଁ। ଏମିତି ତମେ କେମିତି ଖାଦ୍ୟ ମାନେ ତିଆରି କରୁଛ? ଛୋଟ ଛୋଟ ଜିନିଷ, କିନ୍ତୁ ଏଇ ଜିନିଷ ମାନେ କହିଲେ ଭଲ ଲାଗିବ। ଜେନେରାଲ ଷ୍ଟୋରି ତ ସମସ୍ତେ ଶୁଣିଛନ୍ତି, ହଁ ନା ନାଇଁ? ବଢିଆ ଜିନିଷ ନା ନାଇଁ? କେମିତି ତମେ କରୁଛ? ଏକଥା ପଚାରିଲେ କୃପାଚାର୍ଯ୍ୟଙ୍କୁ ପଚାରିଥିଲେ। ଏଟା କେମିତି? କୃପାଚାର୍ଯ୍ୟ ତା ଉତ୍ତର ଜାଣିଥିଲେ। କୃପାଚାର୍ଯ୍ୟ ଏକମାତ୍ର ବ୍ୟକ୍ତି ତା ଉତ୍ତର ଜାଣିଥିଲେ।
ଏବଂ ଏଇ କଥା ଉଡଫି କାହାକୁ ମଧ୍ୟ କହିନଥିଲେ କି କେମିତି ଜାଣନ୍ତେ, ତା ରହସ୍ୟ ଜାଣିବା ପାଇଁ ଚାହାନ୍ତି ଆପଣମାନେ? ସେଇ ରହସ୍ୟ ହେଲା, ଉଡଫି କଣ କରନ୍ତି, ଶ୍ରୀକୃଷ୍ଣଙ୍କ ପ୍ରକୋଷ୍ଠ ବାହାରେ ମୁଗଫଲି ବାଦାମ କାଢି ଦେଇକି ଚୋପା ଏକଦମ ଗୁଡାଏ ବାଦାମ ଗୋଟେ ଜାଗାରେ ରଖିଦିଅନ୍ତି ଶ୍ରୀକୃଷ୍ଣଙ୍କ ପ୍ରକୋଷ୍ଠ ପାଖରେ ଏକଦମ ସୁନ୍ଦର ଭାବେ ଛଡେଇକି ରଖିଦିଅନ୍ତି ପ୍ରତିଦିନ ଉଡଫି। ଏବଂ ଶ୍ରୀକୃଷ୍ଣ ତାକୁ କଣ କରନ୍ତି, ତାଙ୍କର ସମୟ ବିନୋଦନ କରିକି ଆରାମରେ ତାକୁ ଗୋଟେ ପରେ ଗୋଟେ ଖାଆନ୍ତି ଶ୍ରୀକୃଷ୍ଣ ମୁଗଫଲି। ବଢିଆ ଷ୍ଟୋରି, ବୁଝିପାରୁଛନ୍ତି? ଯେତେବେଳେ ଖାଆନ୍ତି ନା, ଗୋଟେ ପରେ ଗୋଟେ ଖାଆନ୍ତି, ଶେଷ ପରେ ଖାଇକି ସେ ମଧ୍ୟ ପ୍ରତ୍ୟାବର୍ତ୍ତନ ଯୁଆଡେ ଯିବା କଥା ଯାଆନ୍ତି, ଖାଇଦେଇକି ସେ ନିର୍ଦ୍ଦିଷ୍ଟ ସମୟରେ ଖାଆନ୍ତି। ତାପରେ ସେଇ ପାତ୍ରକୁ ଧରି ଆଣନ୍ତି କେଉଡଫି ଏବଂ ଗଳନ୍ତି କେତୋଟି ଖାଇଛନ୍ତି। ଯେତିକି ଖାଇଛନ୍ତି ସେତିକି ସୈନ୍ୟଙ୍କ ସେଇଦିନ ନିହତ ହୁଏ। କେତେ ବଢିଆ ଷ୍ଟୋରି, ବୁଝିପାରୁଛନ୍ତି? ସେଦିନ ସେତିକି ସୈନ୍ୟଙ୍କର ନିହତ ହେଇଥାଏ। ଆଗତୁରା ଶ୍ରୀକୃଷ୍ଣ ଖାଇ ଦେଇଥାନ୍ତି ଆଗତୁରା, ଏବଂ ସେତିକି ରୋଷେଇ କରାଯାଏ, ହୁଡପି କରନ୍ତି। ଆଜି ଏତିକି ସୈନ୍ୟଙ୍କର ନିହତ, ସେଇ ଅନୁସାରେ ତାଙ୍କର ରୋଷେଇ ହୁଏ। କେତେ ସୁନ୍ଦର ଚମତ୍କାର କଥା, ଏହା ମଧ୍ୟ କୃପାଚାର୍ଯ୍ୟ କହିଥିଲେ। ତେବେ ମୋଟାମୋଟି ଭାବରେ କୃପାଚାର୍ଯ୍ୟ ତାଙ୍କର ଯୋଉ ସଚ୍ଚା ଫଳ ଏବଂ ଦୟାପୂର୍ଣ୍ଣ, ଦୟାର ଆଚାର୍ଯ୍ୟ କହନ୍ତି, ତେଣୁ ଦୟାର ଅନ୍ୟ ନାଁ ହଉଛି କୃପା। ଦୟାର ଆଚାର୍ଯ୍ୟ ହେଇଥିବା ହେତୁ ତାଙ୍କ ନାମ ହଉଛି କୃପାଚାର୍ଯ୍ୟ। ଏବଂ କୃପାଚାର୍ଯ୍ୟ ଏକ ସଚ୍ଚା କର୍ମ କରିଥିଲେ, ସତ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ କୌରବ ମାନଙ୍କ ସପକ୍ଷରେ ଥାଇ ବି ପାଣ୍ଡବ ମାନଙ୍କ ଶିବିରରେ ପୁଣି କୁଳଗୁରୁର ଆଖ୍ୟାନ ପାଇଥିବା ଭଳି ଏଭଳି ଏକ ଉଦାର ସମ୍ପନ୍ନ ବ୍ୟକ୍ତି ହେଉଛନ୍ତି କୃପାଚାର୍ଯ୍ୟ। ତେଣୁ କୃପାଚାର୍ଯ୍ୟଙ୍କ ଷ୍ଟୋରିରୁ ଆମେ ଏଇ କଥା ଜାଣିବା କି ସଚ୍ଚା କର୍ମ ଏବଂ ଦୟାପୂର୍ଣ୍ଣ ଜୀବନ ଶୈଳୀ ବ୍ୟକ୍ତିକୁ ଅମର କରିଥାଏ। ଏ ଆଜିର ସାରାଂଶ। ସଚ୍ଚା କର୍ମ ଏବଂ ଦୟାପୂର୍ଣ୍ଣ ଜୀବନ ଶୈଳୀ ଜଣେ ବ୍ୟକ୍ତିଙ୍କୁ ଅମର କରିଥାଏ, ଅମର କରିଥାଏ। ଓକେ, ଚିରଞ୍ଜୀବୀ କରିଥାଏ, ଅମର କରିଥାଏ। ଆମେ ମଧ୍ୟ ଯଦି ସଚ୍ଚା କର୍ମ ଏବଂ ଦୟାପୂର୍ଣ୍ଣ ଜୀବନ ଶୈଳୀକୁ ଅନୁଧ୍ୟାନ କରିବା, ପୋଷଣ କରିବା, ତାକୁ ଜୀବନ କାଳ ଭିତରେ ଲଗାଇବା, ତାହେଲେ ଆମକୁ ମଧ୍ୟ ଲୋକମାନେ ମନେ ରଖିବେ, ଆମେ ମଧ୍ୟ ଅମର ହେଇଯିବା। ଇଏ ଥିଲା କୃପାଚାର୍ଯ୍ୟଙ୍କ ଷ୍ଟୋରି। ଆଜି ସଂକ୍ଷିପ୍ତରେ ସାରିବା। ତେଣୁ ମୋଟାମୋଟି ଭାବରେ କୃପାଚାର୍ଯ୍ୟ ବହୁତ ବଡ଼ ଯୋଦ୍ଧା ଥିଲେ, ବହୁତ ଗୁଣର ଅଧିକାରୀ ଥିଲେ, ଅନେକ ବିଦ୍ୟା ଶିକ୍ଷା ଗ୍ରହଣ କରିଥିଲେ, କିନ୍ତୁ କୌଣସି ଜାଗାରେ ସେ ଗର୍ବ କରିନାହାନ୍ତି, ନିଜର ଦିବ୍ୟ ଶକ୍ତି ମାନଙ୍କୁ ପ୍ରୟୋଗ କରିନାହାନ୍ତି, ଦିବ୍ୟସ୍ତ୍ର ମାନଙ୍କୁ। ଏଇଟା ହେଲା କୃପାଚାର୍ଯ୍ୟଙ୍କ ବିଶେଷତ୍ୱ, ଯୋଉଥିପାଇଁ ସେ ଚିରଞ୍ଜୀବୀ ଅବସ୍ଥାରେ ଏବେ ମଧ୍ୟ ଅଛନ୍ତି। ବେଳେ ବେଳେ ଆମ ପୃଥିବୀକୁ ମଧ୍ୟ କୃପାଚାର୍ଯ୍ୟ ଓହ୍ଲେଇ ଆସନ୍ତି, ଆମମାନଙ୍କ ଗହଣରେ ବେଳେ ବେଳେ ଆସନ୍ତି। ଯୋଉ ଜାଗାରେ ଧର୍ମ କଥା ଆଲୋଚନା ହୁଏ, ଆଧ୍ୟାତ୍ମିକ କଥା ଆଲୋଚନା ହୁଏ, ଆମ ଏଇ ଦିବ୍ୟ ସଂଯୋଗ ପ୍ଲାଟଫର୍ମରେ କୃପାଚାର୍ଯ୍ୟ ଆସିକି ଶୁଣୁଥାଇ ପାରନ୍ତି। ବୁଝିପାରୁଛନ୍ତି? ତ ସେଇ ଜାଗାରେ ସେ ବିରାଜମାନ କରନ୍ତି ଏବଂ ଯାଆନ୍ତି, ଏହାକୁ ଆମେ କେବଳ ଅନୁଭବ କରିବା। ଏବେ ବି ସୂକ୍ଷ୍ମ ଭାବରେ କୃପାଚାର୍ଯ୍ୟ ଅପେକ୍ଷା କରିଛନ୍ତି କଳ୍କୀ ରୂପକୁ। କଳ୍କୀ ରୂପର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ, ଅର୍ଥାତ୍ ସତ୍ୟ ଯୁଗର ଆରମ୍ଭ ପର୍ଯ୍ୟନ୍ତ କୃପାଚାର୍ଯ୍ୟ ବଞ୍ଚି ରହିବେ ଏବଂ କଳ୍କୀଙ୍କୁ ସମର୍ଥନ କରିବେ। ଆଜି ପାଇଁ ଏତିକି। ଚାଲନ୍ତୁ କିଛି ଆଲୋଚନା କରିନେବା। ସମୟ କେତେ ହେଇଛି? ଓକେ, ବହୁତ ବଢିଆ। ଆଜି ହିଁ ଟିକେ ଆଗରୁ ସରିଲା। ଆମେ ପରବର୍ତ୍ତୀ ସମୟରେ ନୂଆ ଟପିକ ନେଇକି ଆସିବା, ଏବଂ ଯୋଉ ସମୟରେ କି ଆପଣମାନଙ୍କ ପାଇଁ ଆହୁରି ମଜାଦାର ଷ୍ଟୋରି ଗୁଡାକ ମୁଁ ମହାଭାରତ ଭିତରୁ ଆଣିବି, ଯୋଉଟା ଆପଣମାନଙ୍କୁ ବହୁତ ଭଲ ଲାଗିବ। ଯୋଉ ଚରିତ୍ର ମାନଙ୍କୁ ମହାଭାରତ ଭିତରେ ଜେନେରାଲି ଆମେ ପଢି ନାହୁଁ, ଜେନେରାଲି ଆମେ ଜାଣି ନାହୁଁ, ଯୋଉ ଚରିତ୍ର ମାନଙ୍କ ବିଷୟରେ ଉଣାଧିକେ କମ୍ ଜାଣିଛନ୍ତି, ମୁଁ ସେଇ ଚରିତ୍ର ମାନଙ୍କ ବିଷୟରେ ଅଧିକରୁ ଅଧିକ ଜଣେଇବା ପ୍ରଚେଷ୍ଟା କରିବି, ଆପଣଙ୍କୁ ଜଣେଇବାର ପ୍ରଚେଷ୍ଟା କରିବି। ଏଭଳି କି ଧୃତରାଷ୍ଟ୍ରଙ୍କ ବିଷୟରେ ଆମେ କମ୍ ଜାଣିଛନ୍ତି, ବହୁତ ଅଧିକ ଅଛି ଧୃତରାଷ୍ଟ୍ରଙ୍କ ବିଷୟରେ। କେତେ ବଡ଼ ଯୋଦ୍ଧା ଥିଲେ, ବହୁତ କଥା ଅଛି ତାଙ୍କ ବିଷୟରେ ଅଛି। ଏମିତି ଆମେ ଆଗକୁ
ବହୁତ ଜିନିଷ ଜାଣିବା। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ। ସମସ୍ତଙ୍କୁ ଆପଣ ମାନେ ଆରାମରେ ମତେ ସୁନ୍ଦର ଭାବେ ଶୁଣିଛନ୍ତି। ଚାଲନ୍ତୁ ବର୍ତ୍ତମାନ ଆମେ ଟିକେ ଆଲୋଚନା କରିନେବା।